ସାର୍ ବହୁତ ସାରା ଝିଅ ପିଲାଙ୍କର କମେଣ୍ଟସ୍ ଆମର ରହୁଛି, କଲ୍ ବି ରହୁଛି, ଯେଉଁମାନେ କି ନର୍ସିଂ କରିକି ଘରେ ଅଛନ୍ତି, ନର୍ସିଂ କୋର୍ସ କରୁଛନ୍ତି, ହସ୍ପିଟାଲ ଲାଇନ୍ ବା ନର୍ସିଂ ଲାଇନ୍ରେ କିଛି ଜବ୍ କରିବା ପାଇଁ ଚାହୁଁଛନ୍ତି। ଆମେ ଜାଣିବା ପାଇଁ ଚାହେଁ ସାର୍, ଆଉ କ୍ରାଇଟେରିଆ କ'ଣ ସବୁ ରହୁଛି, କେଉଁ ଜାଗାରେ ପୋଷ୍ଟିଂ ରହୁଛି, କେତେ ସାଲେରୀ ରହୁଛି, ଆମେ ସେ ବିଷୟରେ ସାର୍ ଜାଣିବା ପାଇଁ ଚାହିଁବୁ ଟିକେ। ଆଜିକାଲି ଦୁନିଆରେ ତ ଯେମିତିକି ନର୍ସିଂ କଲେଜ ବହୁତ ସାରା ଜାଗାରେ ସବୁ ନର୍ସିଂ କଲେଜ ସବୁ ଷ୍ଟାର୍ଟ ହେଇଗଲାଣି, ଯାହାଦ୍ୱାରା କି ପିଲାମାନେ 2 ବର୍ଷ 3 ବର୍ଷ ସବୁ ANM GNM କୋର୍ସ କରୁଛନ୍ତି, କିମ୍ବା ଗଭର୍ଣ୍ଣମେଣ୍ଟର ବି କିଛି ନର୍ସିଂ ଲାଇନ୍ରେ ଯେଉଁ 6 ମାସିଆ 3 ମାସିଆ କି ମାସିକିଆ କୋର୍ସ ରହୁଛି, ତ ସେମାନେ କୋର୍ସ କରୁଛନ୍ତି କିନ୍ତୁ ଜବ୍ ପାଉନାହାନ୍ତି। ତ ଜବ୍ ପାଇବା ପାଇଁ ଗୋଟେ ଜିନିଷ, ଆପଣଙ୍କୁ ହସ୍ପିଟାଲ ଏତେ ବି ହସ୍ପିଟାଲ ନାହିଁ କି ଯାହାଦ୍ୱାରା କି ସବୁବେଳେ ପ୍ରତ୍ୟେକ ବର୍ଷ ଯଦି 5,000 5,000 ପିଲା ବାହାରୁଛନ୍ତି, ତାପରେ ବି ସେମାନେ କେମିତି ଜବ୍ରେ ପାଇବେ। ତ ଏତେ ଯେହେତୁ ଅପରଚ୍ୟୁନିଟି ନାହିଁ, କିନ୍ତୁ ଆମ ପାଖରେ ସେ ଅପରଚ୍ୟୁନିଟି ଅଛି, ଯେଉଁଟାକି ହସ୍ପିଟାଲ ସେକ୍ଟରରେ ଯେଉଁ ପିଲାମାନେ ANM GNM କିମ୍ବା BSc ନର୍ସିଂ କିମ୍ବା ଗଭର୍ଣ୍ଣମେଣ୍ଟର କିଛି ବି କୋର୍ସ ଆପଣମାନେ କରିଥିବେ ତ ହସ୍ପିଟାଲ ନର୍ସିଂ ଲାଇନ୍ରେ, ତ ସେଇ ପିଲାମାନଙ୍କ ପାଇଁ ଆଜିର ଭ୍ୟାକେନ୍ସିଟି ରହୁଛି। ତ ଓଡ଼ିଶାର ପ୍ରାୟ ଏଇ ଜବ୍ଟିକୁ ପିଲାମାନଙ୍କର ବେଶୀ ଝିଅ ପିଲାମାନଙ୍କର ଆବଶ୍ୟକତା ଥାଏ ବା ଝିଅ ପିଲାଙ୍କର ବେଶୀ ରିକ୍ୱାରମେଣ୍ଟ ଥାଏ। ତା ସହିତ ପିଲାମାନଙ୍କର ଭ୍ୟାକେନ୍ସି ଯେମିତି ଆମର ବଡ଼ ବଡ଼ ହସ୍ପିଟାଲ ସେକ୍ଟର ଭୁବନେଶ୍ୱର ସେକ୍ଟରରେ ହେଲା, ତ ମିନିମମ୍ 20 ରୁ 30+ ଭ୍ୟାକେନ୍ସି ଅଛି, ଯେଉଁ ପିଲାମାନେ ପରଫେକ୍ଟଲି ଏକ୍ସପିରିଏନ୍ସ ଥିବେ। ଯଦି ଆପଣମାନେ ଫ୍ରେସର ଥିବେ ତ ଫ୍ରେସର ପିଲାମାନଙ୍କ ପାଇଁ ଅଲଗା ଭ୍ୟାକେନ୍ସି ରହୁଛି, ତାଙ୍କୁ ଟ୍ରେନିଂ କରିକି ଆମେମାନେ ପୋଷ୍ଟିଂ ଦେବୁ। କିନ୍ତୁ ଯେଉଁମାନଙ୍କର ଏକ୍ସପିରିଏନ୍ସ ଥିବେ ତ ଏକ୍ସପିରିଏନ୍ସ ପିଲାମାନଙ୍କର ଡାଇରେକ୍ଟ ପୋଷ୍ଟିଂ ରହୁଛି ହସ୍ପିଟାଲ ସେକ୍ଟରରେ, ବଡ଼ ବଡ଼ ହସ୍ପିଟାଲ ସେକ୍ଟରରେ। ତା ସହିତ ପିଲାମାନଙ୍କର ଏଜୁକେସନ୍ ମୁଁ ପ୍ରଥମରୁ ଆପଣଙ୍କୁ କ୍ଲିୟର କରିଛି ଏ ଭିଡ଼ିଓରେ, ଯେଉଁ ବି ପିଲା ଦେଖୁଥିବେ ତାଙ୍କର ମିନିମମ୍ ANM ହେଉ GNM ହେଉ କିମ୍ବା BSc ନର୍ସିଂ ହେଉ କିମ୍ବା ଗଭର୍ଣ୍ଣମେଣ୍ଟର କିଛି କୋର୍ସ କରିକି ଆପଣମାନେ ସାର୍ଟିଫିକେଟ୍ ରଖିଥିବେ, ତ ସେଇ ପିଲାମାନଙ୍କ ପାଇଁ ପର୍ଟିକୁଲାର এই ଭିଡ଼ିଓଟି ଆପଣମାନଙ୍କର ସହିତ ରହିବ। ତା ସହିତ ଆପଣମାନଙ୍କର ଏଜ୍ ମିନିମମ୍ 18 ବର୍ଷରୁ ଷ୍ଟାର୍ଟ ହେଇକି ଆପଣମାନେ 45 ବର୍ଷ ପର୍ଯ୍ୟନ୍ତ ହେଉଥିବା ଆବଶ୍ୟକ। ତ 45 ପରେ ଯଦି ଆପଣମାନଙ୍କୁ ହେଉଛି, ତାହେଲେ ଆପଣମାନଙ୍କର ସେ ଜାଗାରେ ଏକ୍ସପିରିଏନ୍ସ କ'ଣ ରହୁଛି, ତ ପିଲାମାନଙ୍କୁ ଡିଟେଲ୍ସ ଜାଣିବାକୁ ପଡ଼ିବ କି ଏକ୍ସପିରିଏନ୍ସ କେଉଁ ଜାଗାରେ କାମ କରୁଛନ୍ତି, ତାଙ୍କର ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ବି କ'ଣ ରହୁଛି, ସେଇ ବିଷୟରେ ପିଲାମାନଙ୍କ ପାଇଁ ଫାଷ୍ଟ ଜାଣିବାକୁ ପଡ଼ିବ। ତା ସହିତ ପିଲାମାନଙ୍କର ଦେଖିବାକୁ ଗଲେ ଏ ଜାଗାରେ ଡ୍ୟୁଟି ଟାଇମ୍ ଆପଣମାନଙ୍କର 8 ଘଣ୍ଟା ଡ୍ୟୁଟି ରହିବ। ତା ସହିତ 26 ଯେଉଁଟାକି ୱିକଲି ଆପଣମାନଙ୍କର ଗୋଟେ ଛୁଟି ରହିବ। ତ ନର୍ମାଲି ଜେନେରାଲି ପିଲାମାନଙ୍କର 8 ଘଣ୍ଟା ଡ୍ୟୁଟି, 26 ଦିନର ଡ୍ୟୁଟି ଆପଣମାନଙ୍କୁ କରିବାକୁ ପଡ଼ିବ। ତ ସେ ଜାଗାରେ ଫ୍ରେସର ଆଉ ଏକ୍ସପିରିଏନ୍ସ, ଆପଣମାନଙ୍କର ଯଦି ଫ୍ରେସର ଥିବେ ଆପଣମାନେ ଜଏନିଂ ହୋଇପାରିବେ। ତ ଯଦି ଆପଣମାନେ ଏକ୍ସପିରିଏନ୍ସ ଥିବେ ତ ଆପଣମାନଙ୍କର ସାର୍ଟିଫିକେଟ୍ ଆପଣମାନଙ୍କର ଦେଖିଲା ପରେ ଯେଉଁ କୌଣସି ହସ୍ପିଟାଲରେ ଆପଣମାନେ କାମ କରିଥିବେ, ଆପଣମାନଙ୍କୁ ହୁଏତ ଏକ୍ସଟ୍ରା ଅଧିକା ସାଲେରୀ ଆପଣମାନେ ପାଇପାରିବେ। ତା ସହିତ ପିଲାମାନଙ୍କର ଆକୋମୋଡେସନ୍ ଯେକୌଣସି ହସ୍ପିଟାଲ ଆପଣମାନଙ୍କର ପୋଷ୍ଟିଂ ରହିବ, ତ ଆପଣମାନଙ୍କର ରହିବା ପାଇଁ ହସ୍ପିଟାଲ ତରଫରୁ ଫ୍ରି ଅଫ୍ କଷ୍ଟ ଘର ଏବଂ ଖାଇବା ପାଇଁ କ୍ୟାଣ୍ଟିନ୍ ନହେଲେ ନାହିଁ ମେସ୍ର ସୁବିଧା କରାଯିବ, ଯେଉଁଟାକି ପେ ଆପଣମାନେ କରିବେ, ଯେଉଁଟାକି ଖାଇବା ପେମେଣ୍ଟର। ତ ତା ସହିତ ପିଲାମାନଙ୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ କି ସାଲେରୀ କେତେ ମିଳିବ। ତ ଜଣେ ଯଦି 8 ଘଣ୍ଟା ଡ୍ୟୁଟି 26 ଦିନ ଡ୍ୟୁଟି କରୁଛି, ସେ ୱେଲ୍ ଟ୍ରେଣ୍ଡ ଅଛି, ତ ସେ ଜାଗାରେ ତା ସାଲେରୀ ମିନିମମ୍ 15,000 ପାଖାପାଖି ଆପଣମାନଙ୍କର ସାଲେରୀ ରହିବ। ଯଦି କୌଣସି ପିଲା ଡାଇରେକ୍ଟ କୋର୍ସ କରିକି ଡାଇରେକ୍ଟ ପୋଷ୍ଟିଂ ପାଉଛି ବା ଫ୍ରେସରରେ ସେମାନେ ପାଉଛନ୍ତି, ତ ସେମାନଙ୍କୁ ଟ୍ରେନିଂ କରେଇକି ତାଙ୍କମାନଙ୍କୁ ଆଡ଼୍ କରିବା ପାଇଁ ତ ନିହାତି 10ରୁ 15 ଦିନ କି ମାସଟେ ଲାଗିବ। ତ ସେ ପିଲାମାନଙ୍କର ସାଲେରୀ ଷ୍ଟାର୍ଟିଂରେ 10ରୁ 12,000 ପର୍ଯ୍ୟନ୍ତ ଆପଣମାନଙ୍କର ସାଲେରୀ ରହିବ। ତ ଏଇଥିପାଇଁ ତ ପିଲାମାନଙ୍କର ଡକୁମେଣ୍ଟ କ'ଣ ଦରକାର, ଯେମିତିକି ନର୍ସିଂ ଜବ୍ ପାଇଁ ତ ଆପଣମାନଙ୍କର ଡକୁମେଣ୍ଟ ଯାହା ଆପଣମାନେ କୋର୍ସ କରିଥିବେ ତା କୋର୍ସର ସାର୍ଟିଫିକେଟ୍, ତା ସହିତ ଆପଣମାନଙ୍କର ଯେମିତିକି ଆଧାର ହେଲା, ବ୍ୟାଙ୍କ ହେଲା, ତା ସହିତ ପ୍ୟାନ୍ କାର୍ଡ଼ ହେଲା, ତା ସହିତ ଆପଣଙ୍କର ଫଟୋ ହେଲା, ବାସ୍ 2 କପି ରିଜ୍ୟୁମ୍ ହେଲା। ତ ଏତିକି ଜିନିଷ ଆପଣମାନଙ୍କର ଡକୁମେଣ୍ଟ ଉପରେ ନିହାତି ଦରକାର। ତ କୌଣସି ପିଲା ଯଦି ଓଡ଼ିଶାରୁ ଯେଉଁ କୌଣସି ପିଲା ଭିଡ଼ିଓ ଦେଖୁଛନ୍ତି, ଯେଉଁମାନେ କି ଘରେ ଝିଅମାନେ ଅଛନ୍ତି ନର୍ସିଂ ପାଠ ପଢ଼ିକି ସେମାନେ ଚାକିରି ପାଉନାହାନ୍ତି, ତ ସେମାନେ କଣ୍ଟାକ୍ଟ କରିପାରିବେ ଏଇ ଜବ୍ଟିକୁ ପାଇବା ପାଇଁ। ତ ଯଦି କିଛି ଆପଣମାନେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତେବେ ଦିଆଯାଇଥିବା ଅଫିସିଆଲି କଣ୍ଟାକ୍ଟ ନମ୍ବରରେ ତ ଆପଣମାନେ କଣ୍ଟାକ୍ଟ କରିପାରିବେ। ତ ଆମ ଅଫିସ୍ ଭିଜିଟ୍ କରିକି ନର୍ସିଂ ଲାଇନ୍ରେ ଜବ୍ଟି ଆପଣମାନେ ପାଇପାରିବେ।